ଆହୁରି ଖସିବ ସୁନା ରୂପା ଦର, ପୁଣି କମିଲା ସୁନା ଦର କମିବା ପରେ ଏବେ ଗ୍ରାହକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ହଁ, ସୁନା ଓ ରୂପା ଦରରେ କ୍ରମାଗତ ଭାବେ ଅସ୍ଥିରତା ପରିଲକ୍ଷିତ ହେଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପଟେ ବିଶ୍ୱରେ ସୁନା ଦରରେ ଅସ୍ଥିରତା ଦେଖାଦେଇଛି। ନିବେଶକଙ୍କୁ ବି ଚିନ୍ତାରେ ପକାଇଛି ଦର, କିନ୍ତୁ ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ଭାରତରେ ସୁନା ଦରକୁ ନେଇ ବଡ଼ ଭବିଷ୍ୟବାଣୀ କରୁଛନ୍ତି ବିଶେଷଜ୍ଞ। ପ୍ରତିଦିନ ବିଶ୍ୱ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞ ଭାରତରେ ଦର କେଉଁ ସ୍ତରକୁ ଖସିଛି ସେ ନେଇ ବଡ଼ ଆକଳନ କରିଛନ୍ତି। ତେବେ ବିଶେଷଜ୍ଞଙ୍କ କହିବା ମୁତାବକ ଭାରତରେ ସୁନା ଦର ଆହୁରି ଖସିବ। ଭାରତୀୟ ବଜାରରେ ସୁନା ଦର 10 ଗ୍ରାମ ପ୍ରତି 1,27,000 ଟଙ୍କା ପର୍ଯ୍ୟନ୍ତ ଖସିବା ନେଇ ଆକଳନ କରାଯାଇଛି। ତେଣୁ ଏବେ ନ କିଣି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ଆମେରିକା ଏବଂ ଇରାନ ଯୁଦ୍ଧ ଆରମ୍ଭ ସମୟରେ ଭାରତରେ ସୁନା ଦର 1,60,000 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ତାହା ଖସି 1,45,000 ପାଖାପାଖି ପହଞ୍ଚିଛି। ତେବେ ଗତ କିଛି ଦିନ ହେଲା କ୍ରମାଗତ ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ବୈଦେଶିକ ଅର୍ଥବ୍ୟବସ୍ଥାରେ ହଲଚଲ କାରଣରୁ ଏହାର ପ୍ରଭାବ ସିଧାସଳଖ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିବା ଆରମ୍ଭ କରିଛି। ଗତ 8 ଦିନ ମଧ୍ୟରେ ଭାରତରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 5,550 ଟଙ୍କା ଶସ୍ତା ହୋଇଥିବା ବେଳେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 6,690 ଟଙ୍କା ଶସ୍ତା ହୋଇଛି। ତେବେ ମାର୍ଚ୍ଚ 15 ତାରିଖରେ 22 କ୍ୟାରେଟ୍ ସୁନା 1,46,350 ଟଙ୍କା ଥିଲା, ଯାହାକି ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ 1,35,000 ଟଙ୍କା 750 ଟଙ୍କାରେ ପହଞ୍ଚିଛି। ସେହିଭଳି 24 କ୍ୟାରେଟ୍ ସୁନା ମାର୍ଚ୍ଚ 15ରେ 1,59,000 ଟଙ୍କା ରହିଥିବା ବେଳେ 28 ତାରିଖ ରାତି ସୁଦ୍ଧା 1,48,090 ଟଙ୍କାରେ ପହଞ୍ଚିଛି। ତେବେ ବିଶେଷଜ୍ଞଙ୍କ କହିବା ମୁତାବକ ଭାରତରେ ସୁନା 1,27,000 ଟଙ୍କା ପହଞ୍ଚିପାରେ। ଏବେ ଭାରତୀୟ ବଜାରରେ ସୁନା ଦରରେ କ୍ରମାଗତ ଭାବେ ଅସ୍ଥିରତା ଦେଖାଦେଉଥିବା ବେଳେ ଆଗକୁ ବିଶେଷଜ୍ଞଙ୍କ କଥା ସତ ହେବ ବୋଲି ଆକଳନ କରାଯାଉଛି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।